ଆଦି ପୁସ୍ତକ 10 ପର୍ବ। ସେମ, ହାମ, ଜେଫତ ନାମକ ନୋହଙ୍କର ପୁତ୍ରମାନଙ୍କର ବଂଶାବଳୀ ଏହି। ଜଳପ୍ଲାବନ ଉତ୍ତାରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ। ଗୋମୋର ଓ ମାଗୋଗ ଓ ମାଦୟ ଓ ଜବନ ଓ ତୁବଲ ଓ ମେଶକ ଓ ତିରସ ଏମାନେ ଜେଫତର ସନ୍ତାନ। ଅସ୍କିନସ ଓ ରିଫତ ଓ ତୋଗର୍ମ ଏମାନେ ଗୋମୋରର ସନ୍ତାନ। ପୁଣି ଇଲିସା ଓ ତର୍ସିସ ଓ କିରିମ ଓ ଦୋଦନମ ଏମାନେ ଜବନର ସନ୍ତାନ। ଏମାନଙ୍କଠାରୁ ଅନ୍ୟ ଦେଶୀୟମାନଙ୍କର ଦ୍ୱୀପ ନିବାସୀଗଣ ଆପଣାମାନଙ୍କର ଦେଶ ବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ। କୁଶ ଓ ମିଶର ଓ ପୁଟ ଓ କିଣାନ ଏମାନେ ହାମର ସନ୍ତାନ। ସବା ଓ ହବିଲା ଓ ସପ୍ତା ଓ ରୟମା ଓ ସପ୍ତକା ଏମାନେ କୁଶର ସନ୍ତାନ। ଶିବା ଓ ଦଦାନ ଏମାନେ ରୟମାର ସନ୍ତାନ। ନିମ୍ରୋଦ କୁଶର ପୁତ୍ର। ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା। ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା। ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ ତୁଲ୍ୟ। ପୁଣି ସିନିୟର ଦେଶରେ ବାବିଲ ଓ ଏରକ ଓ ଅକକଦ ଓ କଲନି ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। ସେହି ଦେଶରୁ ଅସୁର ନିର୍ଗତ ହୋଇ ନିନିବି ଓ ରହୋବତ, ପୁରୀ ଓ କେଲହ, ପୁଣି ନିନିବି ଓ କେଲହର ମଧ୍ୟସ୍ଥିତ ରେସନ ନଗର ସ୍ଥାପନ କଲା। ଏହି ରେସନ ମହାନଗର। ପୁଣି ଲୁଦ୍ୟ ଓ ଅନାମ୍ୟ ଓ ଲହାବିୟ ଓ ନପ୍ତୁହୀୟ ଓ ପଥ୍ରୋସିୟ ଓ ପଲିଷ୍ଟିୟମାନଙ୍କର ଆଦି ପୁରୁଷ କସଲୁହୀୟ ଓ କପ୍ତରୀୟ ଏମାନେ ମିଶରର ସନ୍ତାନ। ପୁଣି କିଣାନର ଜ୍ୟେଷ୍ଠ ପୁତ୍ର ସିଦୋନ, ତାହା ଉତ୍ତାରେ ହେତ ଓ ଜିବୁସିୟ ଓ ଇମରିୟ ଓ ଗିର୍ଗାସିୟ ଓ ହିଦ୍ଦିୟ ଓ ଅର୍କିୟ ଓ ସିନିୟ ଓ ଅର୍ବଦୀୟ ଓ ସମାରିୟ ଓ ହମାତୀୟ ଅନନ୍ତର କିଣାନୀୟମାନଙ୍କର ବଂଶ ବ୍ୟାପିଗଲେ। ତହିଁରେ ସିଦୋନଠାରୁ ଗରାର ଦିଗକୁ ଘଷା ପର୍ଯ୍ୟନ୍ତ, ପୁଣି ସଦମ ଓ ହୋମରା ଓ ଅଦମା ଓ ସବଇମ ଦିଗରେ ଲେସା ପର୍ଯ୍ୟନ୍ତ କିଣାନୀୟମାନଙ୍କର ବସତିର ସୀମା ଥିଲା। ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କର ବଂଶ ଓ ଭାଷାନୁସାରେ ଏ ସମସ୍ତେ ହାମର ସନ୍ତାନ। ଜେଫତର ଜ୍ୟେଷ୍ଠ ଭ୍ରାତା ସେମର ମଧ୍ୟ ସନ୍ତାନ ସନ୍ତତି ଥିଲେ, ଅର୍ଥାତ୍ ସେ ଏବରର ସନ୍ତାନମାନଙ୍କର ଆଦି ପୁରୁଷ ଥିଲା। ସେମର ଏହିସବୁ ସନ୍ତାନ ଏଲମ ଓ ଅସୁର ଓ ଅର୍ଫକ୍ସଦ ଓ ଲୁଦ ଓ ଅରାମ। ଏହି ଅରାମର ସନ୍ତାନ ଉସ୍ ଓ ହୁଇ ଓ ଗେଥର ଓ ମସ୍। ପୁଣି ଅର୍ଫକ୍ସଦର ସନ୍ତାନ ସେଲହ ଓ ସେଲହର ସନ୍ତାନ ଏବର। ଏହି ଏବରର ଦୁଇ ପୁତ୍ର। ଏକର ନାମ ପେଲଗ, ବିଭାଗ, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ଜକ୍ତନ। ପୁଣି ଜକ୍ତନର ପୁତ୍ର ଅଲୋମୋଦବ ଓ ସେଲପ ଓ ହତ୍ସର୍ମାବତ ଓ ଜେରହ ଓ ହଦରାମ ଓ ଉସଲ ଓ ଦିକ୍କ ଓ ଓବୋଲ ଓ ଅବିମାଏଲ ଓ ଶିବା ଓ ଅଫାର ଓ ହବିଲା ଓ ଜୋବତ ଏହି ସମସ୍ତ ଜକ୍ତନର ସନ୍ତାନ। ମେସା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା। ଆପଣା ଆପଣା ଦେଶରେ ସେମାନଙ୍କ ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏ ସମସ୍ତେ ସେମର ସନ୍ତାନ। ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କର ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଲାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।